ବିଜେଡି ଗୋଟେ କଣା ଡଙ୍ଗାରେ ପାଲଟି ଯାଇଛି। ଗୋଟେ ଭଙ୍ଗା ଡଙ୍ଗାକୁ ପ୍ରସ୍ତୁତ ମାନେ ତାକୁ ରିପେୟାର କରିବା ଯାହା ସେ କଣା ହେଇଛି ପାଣି ଡଙ୍ଗା ଭିତରେ ପଶି ଗଲାଣି। ଏବେ ବିଜୁ ଜନତାଳର ଅବସ୍ଥା ସେୟା। ଏମାନେ କହିଥିଲେ ନଭେମ୍ବର ମାସରେ ଲୋକଙ୍କ ପାଖକୁ ଯିବେ, ନବୀନ ଜିଲ୍ଲା ବୁଲିବେ। ନବୀନ ବାବୁ ଆମେ କେବେ ଦେଖିପାରିଲୁ ନାହିଁ ଭୁବନେଶ୍ୱର ଛାଡ଼ିକି ଆଉ କେଉଁ ଜିଲ୍ଲାକୁ ଯିବାର। ମାନେ ବିଜୁ ଜନତା ଦଳ ଆଗରୁ ଘୋଷଣା କରିଥିଲା ଜନଜାଗରଣ ଯାତ୍ରା କରିବୁ, କୁଆଡ଼େ ଗଲା ସେ ଜନଜାଗରଣ ଯାତ୍ରା। ନବୀନ ବାବୁ ଗୋଟେ ଛାୟା କ୍ୟାବିନେଟ୍ ଘୋଷଣା କରିଥିଲେ ନିର୍ବାଚନ ହାରିବା ପରେ। ସେ କୁଆଡ଼େ ଗଲା ସେ ଛାୟା କ୍ୟାବିନେଟ୍। ତେଣୁ ଏ ନିର୍ବାଚନ ହାରିବା ପରେ ବିଜୁ ଜନତା ଦଳ ଏମିତି କେତେ କଥା ଘୋଷଣା କଲାଣି, କୌଣସି ଗୋଟିଏ କଥା ବି ସେମାନେ ସଂଗଠନ ସ୍ତରରେ ପାଳନ କରିପାରୁନାହାନ୍ତି ବା ପାଳନ କରିବାକୁ ଆଉ ତାଙ୍କ ପାଖରେ ସେ ସାଂଗଠନିକ ଶକ୍ତି ନାହିଁ। ବିଜେଡିର ମେମ୍ବରସିପ୍ ଡ୍ରାଇଭ୍ ହେଉଥିଲା, ମେମ୍ବରସିପ୍ ଡ୍ରାଇଭ୍ ଏକରକମ ଫେଲ୍ ହେଇଗଲା ଏବଂ ମେମ୍ବରସିପ୍ ଡ୍ରାଇଭ୍ ଚାଲୁଥିଲା ବେଳେ ତାଙ୍କ ଦଳର ଚେୟାରମ୍ୟାନ୍ ସରପଞ୍ଚ ଗୋଟିଏ କନଷ୍ଟିଚ୍ୟୁଏନ୍ସି 15ରୁ 20 କନଷ୍ଟିଚ୍ୟୁଏନ୍ସିରେ ଏଭଳି ଘଟଣା ଘଟିଛି। ବିଜୁ ଜନତା ବଡ଼ ବଡ଼ ନେତାମାନଙ୍କ କନଷ୍ଟିଚ୍ୟୁଏନ୍ସି ଯେଉଁଠି ବ୍ଲକ ଚେୟାରମ୍ୟାନ୍, ସମିତି ମେମ୍ବର, ସରପଞ୍ଚ ଏମାନେ ବିଜେଡି ଛାଡ଼ିକରି ଭାରତୀୟ ଜନତା ଦଳକୁ ପଳେଇ ଆସିଲେଣି, ଭାରତୀୟ ଜନତା ପାର୍ଟିକୁ ପଳେଇ ଆସିଲେଣି। ତେଣୁ ଗୋଟେ କଥା ପ୍ରମାଣିତ ହେଉଛି ବିଜୁ ଜନତାର ତୃଣମୂଳ ସଂଗଠନ ଦୁର୍ବଳ ହେଇଗଲାଣି। ତାଙ୍କ ବଡ଼ ବଡ଼ ନେତାଙ୍କ କଥା ଭିତରେ ତାଳମେଳ ନାହିଁ। ବିଧାନସଭାରେ ରାଜା ସ୍ୱାଇଁ କହୁଛନ୍ତି ୱାନ୍ ନେସନ୍ ୱାନ୍ ଇଲେକ୍ସନକୁ ଆମେ ବିରୋଧ କରିବୁ। ମାନସ ମଙ୍ଗରାଜ ତାଙ୍କର ରାଜ୍ୟସଭା ସାଂସଦ ସିଏ ଗର୍ବିତ ଅନୁଭବ କରୁଛନ୍ତି ଜେପିସିରେ ସାମିଲ ହେଇକରି। ତେଣୁ ତାଙ୍କର ବଡ଼ ବଡ଼ ନେତାଙ୍କ ଭିତରେ ତାଳମେଳ ନାହିଁ। ତେଣୁ ଇଏ ଭଙ୍ଗା ଡଙ୍ଗାକୁ ପ୍ରିପେୟାର କରିବା ଯାହା ନଈ ମଝିରେ, ଏ ବିଜୁ ଜନତା ଦଳ ତାର ପ୍ରତିଷ୍ଠା ଦିବସ ପାଳନ କରିବା ତା। ଏବଂ ଆମେ ଆଗରୁ କହି ଆସୁଥିଲୁ ଯେ ବିଜେଡି ଗୋଟେ ପାର୍ଟି ୱିଦାଉଟ୍ ଆଇଡିଓଲୋଜି। ଆଉ ଏ ଦଳ ବର୍ତ୍ତମାନ କ୍ଷମତା ସର୍ବସ୍ୱ ଦଳ ଥିଲା, ଯେବେ କ୍ଷମତା ପଳେଇଲା ଏ ଦଳର ଅବସ୍ଥା ଏହା। ଆଉ ବିଜୁ ଜନତାର ଭବିଷ୍ୟତ ମଧ୍ୟ ଲମ୍ବା କେହି ସେ ଦଳରେ ଦେଖିପାରୁନାହାନ୍ତି। ତେଣୁ ଇଏ ଗୋଟେ ପଲିଟିକାଲ ପାର୍ଟି ହିସାବରେ ସେମାନେ ପ୍ରତିଷ୍ଠା ଦିବସ ପାଳନ କରନ୍ତୁ, ମନା ନାହିଁ। କିନ୍ତୁ ମୋତେ ଲାଗୁଛି ଏଥରକ ପ୍ରତିଷ୍ଠା ଦିବସ ବିଜୁ ଜନତା ଦଳର ଏକ ପ୍ରକାର ବିଫଳ ହେବ। ମୋତେ ଲାଗୁଛି ତାଙ୍କ ସଭାରେ ଲୋକ ହେବେ ନା ନାହିଁ ତା ବି ବଡ଼ ସନ୍ଦେହଜନକ ସ୍ଥିତି।